ଆମେ ଯେତେବେଳେ କିଛି କାମ ଷ୍ଟାର୍ଟ କରୁ ୟା କରିବାକୁ ଚାହୁଁ, ଆମ ମନରେ ପ୍ରଥମେ ସନ୍ଦେହ ଷ୍ଟାର୍ଟ ହୁଏ, କିନ୍ତୁ ଆମେ ଭୁଲି ଯାଉ କି ସନ୍ଦେହଟା ଆମେ ନିଜେ ହିଁ ଷ୍ଟାର୍ଟ କରୁଛୁ, କେହି ଆମକୁ କହିଦେଇନାହାନ୍ତି। ମତଲବ ଇଏ ଆମ ନିଜର ପ୍ରୋବ୍ଲେମ ଆମେ ନିଜେ ହିଁ କ୍ରିଏଟ୍ କରୁ। ତ ମୋର ଏକ୍ସପିରିଏନ୍ସରେ ମୁଁ କହୁଛି, ମୁଁ ବି ବହୁତ ଚିନ୍ତା କରେ, ଆରେ କେମିତି ହବ, କେମିତି କ'ଣ ହବ, କରିପାରିବି କି ନାହିଁ, ଏଇଥିରେ ହିଁ ଟାଇମ୍ସ ପଳାଏ। ବଟ୍ ମୋର ଯେଉଁ ଅନୁଭୂତି ଆଉ ଯେଉଁ ପାଷ୍ଟ ଏକ୍ସପିରିଏନ୍ସ ଟ୍ରେଣ୍ଡ ଯାହା ଅଛି, ଆପଣ ଯେତେବେଳେ ଷ୍ଟାର୍ଟ କରିବେ ନା, ରାସ୍ତା ଧୀରେ ଧୀରେ ଖୋଲା ହବ। ଅନ୍ଧେରା ଭିତରକୁ ରୁମ୍ ଭିତରକୁ ଯିବେ ନା, ଆପଣ ଭିତରକୁ ଯିବେ, ଯେତେବେଳେ ଯିବେ ସେତେବେଳକୁ ଆପଣଙ୍କୁ ଧୀରେ ଧୀରେ ସେ ଅନ୍ଧାର ରୁମ୍ ଭିତରେ ବି ଆପଣଙ୍କୁ ଲାଇଟ୍ ଦେଖାହବ। ତେଣୁକରି ଡରିବାର ନାହିଁ, ଆଗେଇ ଯିବା। ବାହାରକୁ ଆସିଛେ, ଓଡ଼ିଶା ବାହାରକୁ ଆସିଛେ ମାନେ ଆଗେଇ ଯିବା। ଯାହା ବି ପ୍ରୋବ୍ଲେମ୍ ହବ, ମାନ ଅପମାନକୁ ଡରିବାର ନାହିଁ। ଯଦି ଆମେ ଷ୍ଟାର୍ଟିଂରେ ବି ଅପମାନକୁ ଡରିଯିବା, ତାହେଲେ ବହୁତ ପ୍ରୋବ୍ଲେମ୍ ହବ, କେବେ ଆମ ଗ୍ରୋଥ୍ ହେଇପାରିବନି। ଥ୍ୟାଙ୍କ ୟୁ।